ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର। ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର ଓଡ଼ିଆ ସାହିତ୍ୟ ରୀତିଯୁଗର ଜଣେ ଅନନ୍ୟ ଏବଂ ପ୍ରତିଭାଶାଳୀ ପ୍ରତିଭା। ତାଙ୍କୁ ଓଡ଼ିଆ କାବ୍ୟ ଜଗତର ପ୍ରେମର କବି ବୋଲି କୁହାଯାଏ। ସେ ଯାଜପୁର ଜିଲ୍ଲା ବରୀ ବ୍ଲକର ବାଲିଆ ଗ୍ରାମରେ 1760 ମସିହାରେ ଗୋଟିଏ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଇନ୍ଦ୍ରଜିତ ସାମନ୍ତରାୟ ଓ ମାତା ତୁଳସୀ ଦେବୀ। ସେ ପିଲାଦିନୁ ଖୁବ୍ ଶାନ୍ତ ଓ ଜ୍ଞାନୀ ଥିଲେ। ସେ ମାତ୍ର 9 ବର୍ଷ ବୟସରେ ପ୍ରଥମ କରି କବିତା ଲେଖିବାକୁ ଆରମ୍ଭ କରିଥିଲେ। ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ତାଙ୍କର ଦୀକ୍ଷା ଗୁରୁ ଥିଲେ। ତାଙ୍କର ପ୍ରେରଣାରେ ସେ ବହୁ କାବ୍ୟ ରଚନା କରିଥିଲେ। ସେଗୁଡ଼ିକ ମଧ୍ୟରେ ବିଦଗ୍ଧ ଚିନ୍ତାମଣି ପ୍ରଧାନ। ତାଙ୍କର ଅନ୍ୟାନ୍ୟ କାବ୍ୟ ହେଉଛି ପ୍ରୀତି ଚିନ୍ତାମଣି, ସୁଲକ୍ଷଣା, ରସବତୀ, ପ୍ରେମ ତରଙ୍ଗିଣୀ ଇତ୍ୟାଦି। ତାଙ୍କ ଗୁରୁ ତାଙ୍କୁ କାବ୍ୟଶାସ୍ତ୍ର ଓ ବୈଷ୍ଣବ ଧର୍ମ ଦର୍ଶନରେ ଦୀକ୍ଷିତ କରିଥିଲେ। ତାଙ୍କର ଶିକ୍ଷା ପାରମ୍ପରିକ ସଂସ୍କୃତ ସ୍କୁଲରେ ହୋଇଥିଲା ଏବଂ ସେ ସଂସ୍କୃତ ସାହିତ୍ୟ, ବ୍ୟାକରଣ, ଦର୍ଶନ ଓ ଅଳଙ୍କାର ଶାସ୍ତ୍ରରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ସେ ମୁଖ୍ୟତଃ ରାଧାକୃଷ୍ଣଙ୍କ ପ୍ରେମ ଲୀଳାକୁ ଆଧାର କରି ଅନେକ କାବ୍ୟ ରଚନା କରିଥିଲେ। ତାଙ୍କ କାବ୍ୟର ଶବ୍ଦାଳଙ୍କାରର ପ୍ରୟୋଗ ଓ ଭକ୍ତି ରସର ଗଭୀରତା ଦେଖିବାକୁ ମିଳେ। 1806 ମସିହା ଜୁନ 15 ତାରିଖ ଦିନ ରଜ ସଂକ୍ରାନ୍ତିରେ ସେ ଇହଧାମ ପରିତ୍ୟାଗ କରିଥିଲେ।